ଏହି ଗପ ଶୁଣିଲେ ଆଖିରେ ଲୁହ ଆସିଯିବ, କାରଣ ଏହା ମା ଏବଂ ବାପାଙ୍କ ସେବାର ସବୁଠାରୁ ବଡ଼ ଉଦାହରଣ। ଏହି ସଂସାରରେ ସବୁଠାରୁ ବଡ଼ ପୁଣ୍ୟ କ'ଣ? ଦାନ, ତପସ୍ୟା, ଯଜ୍ଞ ଏସବୁ କିଛି ନୁହେଁ। ପିତାମାତାଙ୍କ ସେବା ହେଉଛି ସବୁଠାରୁ ବଡ଼ ଧର୍ମ। ଏହି ସତ୍ୟକୁ ଜୀବନରେ ପ୍ରଣାମ କରିଥିଲେ ଜଣେ ଯୁବକ। ସେ ଥିଲେ ଶ୍ରବଣ କୁମାର। ପୁରାତନ କାଳର କଥା। ଭାରତବର୍ଷର ଏକ ଗଭୀର ଅରଣ୍ୟରେ ବସବାସ କରୁଥିଲେ ଜଣେ ତପସ୍ୱୀ ଦମ୍ପତି। ସେ ଜନ୍ମରୁ ଅନ୍ଧ ଥିଲେ, ଚକ୍ଷୁ ନଥିଲା, କିନ୍ତୁ ମନରେ ଭଗବାନଙ୍କ ପ୍ରତି ଅପାର ଭକ୍ତି ଥିଲା। ଦିନେ ବନର ଫଳମୂଳ ଖାଇ ରାତିରେ ଧ୍ୟାନ ଓ ତପସ୍ୟା। ସେ ଦିନରେ ବଣର ଫଳମୂଳ ଖାଇ ରୁହନ୍ତି ଏବଂ ରାତିରେ ଭଗବାନଙ୍କ ତପସ୍ୟା କରନ୍ତି। ବର୍ଷ ପରେ ବର୍ଷ ବିତିଗଲା। ସେମାନେ ଏକ ଆଶାରେ ଜୀବନ ବଞ୍ଚୁଥିଲେ। ପ୍ରତିଦିନ ଦମ୍ପତି ଭଗବାନଙ୍କୁ କହୁଥିଲେ, ହେ ପ୍ରଭୁ, ଆମେ ଦୃଷ୍ଟିହୀନ ଦୁର୍ବଳ, ଆମକୁ ଗୋଟିଏ ସନ୍ତାନ ଦିଅ, ଯେ ଆମ ବୃଦ୍ଧାବସ୍ଥାରେ ଆମକୁ ସାହା ହେବ। ବର୍ଷ ପରେ ବର୍ଷ ବିତିଗଲା। ତପସ୍ୟା କମିଲା ନାହିଁ, ଆଶା ମଧ୍ୟ ଭାଙ୍ଗିଲା ନାହିଁ। ଏକ ପୁଣ୍ୟ ରାତିରେ ଆକାଶରେ ଦିବ୍ୟ ଆଲୋକ ଖେଳି ଉଠିଲା। ଦେବତାମାନେ ପ୍ରସନ୍ନ ହେଲେ। ଏକ ଦିବ୍ୟ ସ୍ୱରରେ ଶୁଣାଗଲା, ହେ ତପସ୍ୱୀ, ତୁମ ତପସ୍ୟା ସଫଳ ହେଲା। ତୁମ ଘରେ ଏମିତି ଏକ ପୁତ୍ର ଜନ୍ମ ନେବ, ଯାହାର ନାମ ଯୁଗକୁ ଯୁଗ ଧରି ଧର୍ମର ପ୍ରତୀକ ହେବ। ଏକଥା ଦମ୍ପତି ଶୁଣି ତାଙ୍କ ଆଖିରୁ ଆନନ୍ଦର ଅଶ୍ରୁ ବୋହିଗଲା। ସେ ଅତି ଖୁସି ହୋଇଗଲେ। କିଛି ମାସ ପରେ ଏକ ପୁଣ୍ୟତିଥିରେ ସେହି ଆଶ୍ରମରେ ଏକ ପୁତ୍ର ଜନ୍ମ ନେଲା। ଜନ୍ମ ସମୟରେ ବାୟୁ ଶାନ୍ତ ହୋଇଗଲା। ପକ୍ଷୀମାନେ ଗୀତ ଗାଇଲେ ଏବଂ ଜଙ୍ଗଲର ପଶୁପକ୍ଷୀ ଆନନ୍ଦ ହୋଇଗଲେ। ଶିଶୁର ମୁଖମଣ୍ଡଳ ଅତ୍ୟନ୍ତ ଶାନ୍ତ ଥିଲା। ଚକ୍ଷୁରେ ଦୟାର ଆଭା ଭାସି ଉଠୁଥିଲା। ତାଙ୍କ ନାମ ରଖାଗଲା ଶ୍ରବଣ କୁମାର। ଶ୍ରବଣ ଛୋଟବେଳୁ ସାଧାରଣ ଶିଶୁ ନଥିଲେ। ସେ ଅନ୍ୟ ଶିଶୁଙ୍କ ଭଳି କେବେ ବି ନଥିଲେ। ଯେଉଁଠି ଅନ୍ୟ ଶିଶୁ ଖେଳରେ ବ୍ୟସ୍ତ ଥାନ୍ତି, ସେଇଠି ଶ୍ରବଣ ପିତାମାତାଙ୍କ ପାଖରେ ଥାନ୍ତି। ତାଙ୍କୁ ଖାଇବା ଏବଂ ପିଇବା ଦେଇଥାନ୍ତି, ଜଳ ମଧ୍ୟ ଦେଇଥାନ୍ତି। ଆଶ୍ରମ ସଦାସର୍ବଦା ସଫା ରଖିଥାନ୍ତି। ସବୁ କାମ ହସି ହସି କରୁଥିଲେ। କୌଣସି ସେ ବାଧା ଦେଉନଥିଲେ। ଏକ ଦିନ ଜଣେ ମହର୍ଷି ଆଶ୍ରମକୁ ଆସିଲେ। ଶ୍ରବଣକୁ ଦେଖି ସେ କହିଲେ, ଏହି ବାଳକ ସାଧାରଣ ନୁହେଁ। ଏ ହେବ ପିତୃଭକ୍ତର ସର୍ବୋଚ୍ଚ ଉଦାହରଣ। ଏସବୁ ଦୁଇ ଦମ୍ପତି ଶୁଣୁଥାନ୍ତି। ଦମ୍ପତିଙ୍କ ହୃଦୟ ଗର୍ବରେ ପୂରିଗଲା। ଶ୍ରବଣ ଜାଣିନଥିଲେ ତାଙ୍କ ଜୀବନର ସବୁଠାରୁ ବଡ଼ ପରୀକ୍ଷା ଆସୁଛି। ସେ ବଡ଼ ପରୀକ୍ଷାଟି କ'ଣ? ଏକ ରାତିରେ ପିତାମାତା କହିଲେ, ହେ ପୁତ୍ର,
ଆମକୁ ତୀର୍ଥ ଦର୍ଶନ କରାଇ ନେବୁ କି? ଶ୍ରବଣ କୁମାର ମୁଣ୍ଡ ନୁଆଇଁ କହିଲେ, ହଁ ମା, କିନ୍ତୁ ଏହି ନିଷ୍ପତ୍ତି ତାଙ୍କ ଜୀବନକୁ ସବୁଦିନ ପାଇଁ ବଦଳାଇ ଦେବ। ଭଗବାନଙ୍କୁ ପାଇବାକୁ ବଡ଼ ଯଜ୍ଞ ଦରକାର ନୁହେଁ, ମା ବାପାଙ୍କ ସେବା ହିଁ ସତ୍ୟ ଧର୍ମ। ଯଦି ଏହି କଥା ଆପଣଙ୍କ ହୃଦୟକୁ ଛୁଇଁଲା ତାହେଲେ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ ଏବଂ କମେଣ୍ଟରେ ଲେଖନ୍ତୁ ଭାଗ 2 ଆଣନ୍ତୁ। ଏହି ଭିଡ଼ିଓ ଭାଇରାଲ ହେଲେ ମୁଁ ଭାଗ 2 ନିଶ୍ଚୟ ଆଣିବି। ପିତାମାତାଙ୍କ ଅନ୍ଧତ୍ୱ ଓ ଶ୍ରବଣଙ୍କ ତୀର୍ଥଯାତ୍ରା ସଂକଳ୍ପ। ତ ଦର୍ଶକ ବନ୍ଧୁ, ଆଜି ପାଇଁ ବିଦାୟ ଦିଅନ୍ତୁ। ଜୟ ଜଗନ୍ନାଥ।